ସନ୍ଧାନ ନ୍ୟୁଜ୍ର ଗାଁ ପରିକ୍ରମାର ଏକ ନୂତନ ଅଧ୍ୟାୟକୁ ମୁଁ ହେମନ୍ତ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ବୁଲିଯିବା ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ତଳସରା ଗ୍ରାମ ପଞ୍ଚାୟତକୁ। ବାଜି ସାରିଛି ନିର୍ବାଚନୀ 2024ର ବିଗୁଲ। ସବୁ ଦଳ ନିଜ ନିଜର ସଜବାଜରେ ଲାଗି ପଡ଼ିଛନ୍ତି। ଶାସକ ଦଳ ମଧ୍ୟ ତାର ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଅନେକ ଯୋଜନାମାନ ଘୋଷଣା କରିଛି, କିନ୍ତୁ ସେହି ଯୋଜନା ଗୁଡ଼ିକ ଅଧାପନ୍ତିଆ ଭାବରେ ଛାଡ଼ି ଦେଇଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ହଁ ଦର୍ଶକ ବନ୍ଧୁ, ଏ ଦୃଶ୍ୟ ଗୁଡ଼ିକ ଟିକେ ଭଲ ଭାବରେ ଦେଖନ୍ତୁ। ଦୃଶ୍ୟ ଗୁଡ଼ିକ ହେଲା ତଳସରା ହନୁମାନ ମନ୍ଦିର ପାଖରେ ତିଆରି ହେଉଥିବା ମଣ୍ଡପ, ଟିକିଲପଡ଼ାଠାରେ ତିଆରି ହେଉଥିବା ଅଙ୍ଗନବାଡ଼ି, ଏ ମଧ୍ୟରୁ କାମ ଗୁଡ଼ିକ 4 ମାସ ପୂର୍ବରୁ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରିବାର ନାମ ନେଉନାହିଁ। ଟିକିଲିପଡ଼ାଠାରେ ତିଆରି ହେଉଥିବା ଅଙ୍ଗନବାଡ଼ିର କଥା ନ କହିବା ଭଲ। ଆଜକୁ 2 ବର୍ଷ ହେଲା ଏ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ସରକାର ଅନେକ ଗ୍ରାମରେ ମିଥ୍ୟା ପ୍ରତିଶ୍ରୁତି ଓ ଅନେକ କାର୍ଯ୍ୟର ପ୍ରଲୋଭନ ଦେଇ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଚାହୁଁଛନ୍ତି ବୋଧେ। ହଁ ଦର୍ଶକ ବନ୍ଧୁ, ଏକଥା ଆମେ କହୁଛନ୍ତି ସରକାର କର୍ମୀ ପୋଷା ନୀତି ଅବଲମ୍ବନ କରୁଥିବା ମଧ୍ୟ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଦେଖିବାକୁ ବାକି ରହିଲା ଏସବୁ ଘଟଣା ନିର୍ବାଚନ ଉପରେ କି ପ୍ରଭାବ ପକାଉଛି ଓ ଜନସାଧାରଣ କାହାକୁ ଜନପ୍ରତିନିଧି ଭାବରେ ବାଛୁଛନ୍ତି। ଗ୍ରାଉଣ୍ଡ ଜିରୋରୁ ଦୁର୍ଯ୍ୟୋଧନ ଗଡ୍ୟାଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ୍।